25 ତାରିଖରୁ ନିମାପଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ। 25ରୁ 27 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି କମ୍ପିବ ନିମାପଡ଼ା। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସଭାଗୃହ ମଧ୍ୟରେ ସ୍ଥାନୀୟ ହେଲ୍ପଲାଇନ୍ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହୋତ୍ସବ କମିଟିର ସଭାପତି ପ୍ରଭାତୀ ପରିଡ଼ା ଯୋଗଦେଇ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି 24ତମ ମହୋତ୍ସବକୁ କିପରି ଅଧିକ ସରସ ସୁନ୍ଦର କରାଯିବା ପାଇଁ ଏହି ବୈଠକରେ ପ୍ରସ୍ତାବ ରଖିଥିଲେ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ନାନା ରଙ୍ଗ ବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଏସ୍ପି ବିଷ୍ଣୁ ଚରଣ ପତି, ନିମାପଡ଼ା ଏନ୍ଏସି ଅଧ୍ୟକ୍ଷ ସସ୍ମିତା ସାହୁ, ଜଳସମ୍ପଦ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ବୈକୁଣ୍ଠନାଥ ଦଳେଇ, ନିମାପଡ଼ା ଏବିଡିଓ ପ୍ରିୟଦର୍ଶିନୀ ବରାଳ, ହେଲ୍ପଲାଇନ୍ ସଭାପତି ଅକ୍ଷୟ କୁମାର ସାହୁ, संपादक निगमानंद साहू समेत विभिन्न बैंकर शाखा परिचालकों समेत विभागीय अधिकारी माने उपस्थित रही। यह महोत्सव आसंता डिसेम्बर 25 रु 27 तारिख पर्यंत 3 दिन धरी चलिबो बोली आयोजन कमिटीर सभापति प्रकाश करछन्ती। भुवनेश्वर स्वतंत्र प्रतिनिधि प्रदीप्त कुमार मिश्र रिपोर्ट, मणिभद्रा खबर। आपण मानकर स्नेह श्रद्धा एवं भल पाइबा को पाथेय करी मणिभद्रा खबर यूट्यूब फेसबुक एवं पोर्टाल तार सफलता बजाय रखिছে। यह आहुरी लोकप्रिय करने को ई पेपर शुभारंभ आमको यही प्रेरणा एवं सहयोग जोगाइबा सहित लाइक शेयर एवं सब्सक्राइब करंतु। मणिभद्रा खबर संपर्क जनतार।